ଜଗନ୍ନାଥ ପିଲାମାନେ ତୁମମାନଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍କୁ ସ୍ୱାଗତ। ଆଶା କରୁଛି ପିଲାମାନେ ସମସ୍ତେ ଭଲରେ ଥିବ। ତ ପିଲାମାନେ ଆଜି ଆମେ ଦେଖିବା କି ଆମର +3 ଥାର୍ଡ଼ ସେମିଷ୍ଟାରର ମେଜର୍ 5 ପେପର୍ ଯାଇକି ରହିଛି ଆମର କ'ଣ ନା ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ। ତ ଯାଇକି ଆମର NEP 2020 ଅନୁସାରେ ଲାଗୁ ହୋଇଥିଲା ବା ରାଷ୍ଟ୍ରୀୟ ଶିକ୍ଷାନୀତି 2020 ଅନୁସାରେ ପ୍ରସ୍ତୁତ। ତା'ର ଆଜି ଆମେ ପ୍ରଥମ ୟୁନିଟ୍କୁ ଦେଖିବା। ତା ସହିତ ଆମର କ'ଣ ରହିଛି ନା ପିଲାମାନେ ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଯେଉଁଟାକି ଆମର କ'ଣ ନା ନବଜାଗରଣ ଯୁଗ ଏବଂ ସତ୍ୟବାଦୀ ଧାରା। ତ এই ବିଷୟରେ ଆମର ମେଜର୍ 5ଟି ରହିଛି। ତ ପ୍ରଥମେ ପିଲାମାନେ ଆମେ ଟିକେ ସିଲାବସ୍ ଉପରେ ନଜର ପକାଇଦେବା ବା ଆମେ ଯାହାକୁ କହୁଛେ ସୂଚୀପତ୍ର ଉପରେ ଟିକେ ନଜର ପକାଇଦେବା, ତାପରେ ଆମେ ପ୍ରଥମ କ୍ଲାସ୍ଟିକୁ କରିବା। ଓକେ, ତ ଦେଖିବା ପିଲାମାନେ ପ୍ରଥମ ୟୁନିଟ୍ ବା ପ୍ରଥମ ଏକକରେ କ'ଣ ରହିଛି। ଓକେ, ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଓ ନବଜାଗରଣ ଏଇଟା ଆମର ରହିଛି। ଆମେ ଦେଖିବା ଇଂରାଜୀ ଶିକ୍ଷା ବିସ୍ତାର କିପରି ହେଲା, ପାଠ୍ୟପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ, ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଓ ଭାଷା ସୁରକ୍ଷା ଆନ୍ଦୋଳନ। ତ এই ବିଷୟରେ ଆମର ୟୁନିଟ୍ 1 ବା ପ୍ରଥମ ଏକକ ରହିବ। ଦ୍ୱିତୀୟ ଏକକରେ କ'ଣ ରହିବ ନା ନବଜାଗରଣ ଓ ସତ୍ୟବାଦୀ ସାହିତ୍ୟ ଧାରାର ବୈଶିଷ୍ଟ୍ୟ, ବହୁତ ବଢ଼ିଆ ପିଲାମାନେ ରହିଛି। ତ ତୃତୀୟ ଏକକରେ ବା ୟୁନିଟ୍ 3ରେ କ'ଣ ରହିବ ନା ସମକାଳୀନ ପ୍ରମୁଖ କବି ଓ କଥାକାର ଆମର ଯେମିତି ରାଧାନାଥ ରାୟ, ଫକୀରମୋହନ, ଗଙ୍ଗାଧର ମେହେର, ଗୋପବନ୍ଧୁ, ଗୋଦାବରୀଶ। ତାପରେ ଆମର ୟୁନିଟ୍ ଚତୁର୍ଥ ଏକକ ରହିବ ଆମର ସମକାଳୀନ ପ୍ରମୁଖ ପ୍ରାବନ୍ଧିକ ଓ ନାଟକକାର। ଏଠି ଆମେ କବି ଓ କଥାକାରଙ୍କ ବିଷୟରେ ପଢ଼ିବା। ଏଥିରେ ଆମେ ପ୍ରାବନ୍ଧିକ ଓ ନାଟକକାରଙ୍କ ବିଷୟରେ ପଢ଼ିବା, ଯେମିତି ଜଗମୋହନ ଲାଲା, ରାମସାଗର ରାୟ, କାମବାଳ ମିଶ୍ର, ମଧୁସୂଦନ ରାୟ, ବିଶ୍ୱନାଥ କର, ନୀଳକଣ୍ଠ ଦାସ। ତ ଏଇଭଳି ଭାବରେ ଆମର ବହୁତ ବଡ଼ ବଡ଼ ପ୍ରାବନ୍ଧିକ, ନାଟକକାର, କବି, କଥାକାରଙ୍କ ବିଷୟରେ ଆମେ ଜାଣିବା। ତା ସହିତ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ବିଷୟରେ ଜାଣିବା, ମୁଦ୍ରଣ ପ୍ରତିଷ୍ଠା ବିଷୟରେ ଜାଣିବା। ତ ଏଇଭଳି ଭାବରେ ବହୁତ ଭଲ ରହିଛି ପିଲାମାନେ ଆମର ମେଜର୍ 5 ପେପର୍ଟି। ତ ଡେରି କରିବାନି, ଯିବା। ଓକେ, ପ୍ରଥମ ଏକକ ପିଲାମାନେ ଦେଖିବା ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଓ ନବଜାଗରଣ, ଇଂରାଜୀ ଶିକ୍ଷା ବିସ୍ତାର, ପାଠ୍ୟପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ, ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଆଉ ଭାଷା ସୁରକ୍ଷା ଆନ୍ଦୋଳନ। ତ ଦେଖିବା ପିଲାମାନେ କ'ଣ କହିଲା। ସାହିତ୍ୟ ଯୁଗେ ଯୁଗେ ମନୁଷ୍ୟକୁ ଆନନ୍ଦ ଦେଇ ଆସିଛି ପିଲାମାନେ। ସତରେ ଯଦି ଆମେ ସାହିତ୍ୟକୁ ପଢ଼ିବା ନା ଆମକୁ ବହୁତ କିଛି ଆନନ୍ଦ ମିଳିବ, ବା ସାହିତ୍ୟକୁ ଯଦି ଆମେ ଦେଖିବା, ସାହିତ୍ୟକୁ ଯଦି ଆମେ ପରଖିବା, ତାହେଲେ ଆମକୁ ପ୍ରକୃତରେ ଆନନ୍ଦ ମିଳିବ। ସାହିତ୍ୟ ପଠନ ଦ୍ୱାରା ମଣିଷ ଚିଦାନନ୍ଦ ଉପଭୋଗ କରେ। ଯଦି ସତରେ ସାହିତ୍ୟକୁ ଯଦି ଆମେ ମନରେ ପଢ଼ିବା, ଯଦି ଆମେ ପୁରା ମନ ଧ୍ୟାନ ଦେଇ ପଢ଼ିବା, ତାହେଲେ ପ୍ରକୃତରେ ମଣିଷକୁ ସେ କ'ଣ ବହୁତ ସେ ଉପଭୋଗ ଦେଇଥାଏ। ଏକ ଦିବ୍ୟ ରସରେ ପ୍ରାଣ ଓତପ୍ରୋତ ହୋଇ ଉଠେ। ତା ଛଡ଼ା ସାହିତ୍ୟ ବୁଦ୍ଧି, ବିବେକ ଓ ଜ୍ଞାନର ଉତ୍ତର ବିକାଶ ସାଧନ କରି ମଣିଷକୁ ଶୁଦ୍ଧ କରିଥାଏ। ତା ଛଡ଼ା ସାହିତ୍ୟ କ'ଣ କରିଥାଏ ପିଲାମାନେ ବୁଦ୍ଧି, ବିବେକ ଓ ଜ୍ଞାନର ଗୋଟେ ଉତ୍ତର ବିକାଶ ସାଧନ କରି ସେ ମଣିଷକୁ ଗୋଟିଏ କ'ଣ ଶୁଦ୍ଧ କରିଦିଏ। ସାହିତ୍ୟ ପଢ଼ିବା ଦ୍ୱାରା ଆମର ବୁଦ୍ଧି, ବିବେକ ଆମ ଜ୍ଞାନରେ ବହୁତ ଗୁଡ଼ିଏ ବିକାଶ ଘଟିଥାଏ ପିଲାମାନେ। ତେଣୁ ସାହିତ୍ୟ ଜୀବନ ସହିତ ଘନିଷ୍ଠ ଭାବେ ସମ୍ପୃକ୍ତ। ପିଲାମାନେ ସାହିତ୍ୟକୁ ଛାଡ଼ି କେମିତି ବା କିଏ ରହିପାରିବ? ସବୁ ଦେଶର ବା ସବୁ ଜାତିର ସାହିତ୍ୟ ରହିଛି, ସାହିତ୍ୟକୁ ଛାଡ଼ିଲେ କିଏ ବଞ୍ଚିପାରିବେ ନାହିଁ। ଜୀବନଧାରାରେ ପରିବର୍ତ୍ତନ ଘଟିଲେ ସାହିତ୍ୟରେ ପରିବର୍ତ୍ତନ ଘଟିଥାଏ। ଯଦି ଆମର ଲାଇଫଷ୍ଟାଇଲ୍ ବା ଯାହାକୁ ଆମେ ଜୀବନଧାରା କହୁଛେ, ଯଦି ସେଥିରେ କିଛି ଚେଞ୍ଜେସ୍ ଆସିଲା ବା ସେଥିରେ କିଛି ପରିବର୍ତ୍ତନ ଆସିଲା, ତାହେଲେ ଆମ ସାହିତ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଥାଏ। ବିଶେଷ କରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ପରିବର୍ତ୍ତନ ଦ୍ୱାରା ସମାଜର ପ୍ରତ୍ୟେକ ଦିଗରେ ପରିବର୍ତ୍ତନ ହୋଇଥାଏ। ଯଦି ଆମେ ଦେଖିବା ତ ସାହିତ୍ୟ କ୍ଷେତ୍ରରେ ଯଦି ଆମେ ଦେଖିବା, ତାହେଲେ ଜୀବନଧାରା ଯଦି ପରିବର୍ତ୍ତନ ଘଟିଲା ତ ସାହିତ୍ୟରେ ମଧ୍ୟ ପରିବର୍ତ୍ତନ ଘଟିବ। ବିଶେଷ କରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ପରିବର୍ତ୍ତନ ଦ୍ୱାରା। ତ ଆମର କ'ଣ ଜୀବନଧାରା ପରିବର୍ତ୍ତନ ଘଟିଲେ ସାହିତ୍ୟର ପରିବର୍ତ୍ତନ ଘଟିଲେ, କିନ୍ତୁ ଯେଉଁ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ପରିବର୍ତ୍ତନ ଦ୍ୱାରା ସମାଜର ପ୍ରତ୍ୟେକ ଦିଗରେ ସେଇଟା ପରିବର୍ତ୍ତନ ଘଟୁଛି। ସାହିତ୍ୟ ଜୀବନଧର୍ମୀ ସାହିତ୍ୟ ରୂପରୀତି ଚିର ପରିବର୍ତ୍ତନଶୀଳ। ଲେଖକମାନଙ୍କର ବ୍ୟକ୍ତିଗତ ବୈଶିଷ୍ଟ୍ୟ ଅପେକ୍ଷା ପରିବର୍ତ୍ତିତ ପରିବେଶ ଓ କାଳର ଅପ୍ରତୀତ ପ୍ରବାହ ହିଁ ସାହିତ୍ୟକୁ ନବୀନ ରୂପ ଓ ରସରେ ବିମଣ୍ଡିତ କରିଥାଏ। ତ ସାହିତ୍ୟ ବିଷୟ ଯଦି ଆମେ କହିବା ପିଲାମାନେ, ଲେଖକମାନେ ନିଜର ବ୍ୟକ୍ତିଗତ ମାନେ ବୈଶିଷ୍ଟ୍ୟ ଅପେକ୍ଷା ଯେଉଁ ପରିବେଶଟା ପରିବର୍ତ୍ତନ ହେଉଛି ବା କାଳର ଯେଉଁ ଅପ୍ରତୀତ ପ୍ରଭାବଟା ହିଁ ସାହିତ୍ୟ ଗୋଟେ ନୂଆ ରୂପରେ ବିମଣ୍ଡିତ କରିଥାଏ। ତ ଦେଖିବା ପିଲାମାନେ, ଆସିବା ଟପିକ୍ ହେଲା। ଆଧୁନିକ ଓଡ଼ିଆ ସାହିତ୍ୟ ମୁଖ୍ୟତଃ ପାଶ୍ଚାତ୍ୟ ଶିକ୍ଷା ଓ ସାହିତ୍ୟର ପ୍ରଭାବରେ ନିଜର କଳବଳ ସମୃଦ୍ଧ କରିଛି। ଯଦି ଆମେ ଆଧୁନିକ ଓଡ଼ିଆ କଥା ଦେଖିବା ବା ଆଧୁନିକ ଓଡ଼ିଆ ସାହିତ୍ୟ କଥା ଦେଖିବା, ସେଇଟା ବର୍ତ୍ତମାନ ପାଶ୍ଚାତ୍ୟ ଶିକ୍ଷା ଓ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବରେ କିଛି ତାର ନିଜର କଳବଳ ବା ନିଜର କିଛି
ଉନ୍ନତି କରିଛି ବା କିଛି ସମୃଦ୍ଧ କରିଛେ। ପାଶ୍ଚାତ୍ୟ ଶିକ୍ଷାର ପ୍ରଚାର ଓ ପ୍ରସାର ଫଳରେ ସାମାଜିକ ସାଂସ୍କୃତିକ ଓ ରାଜନୈତିକରେ ବହୁ ପରିବର୍ତ୍ତନ ସଂଘଟିତ ହୋଇଛି। ଯେତେବେଳେ ପାଶ୍ଚାତ୍ୟ ଶିକ୍ଷା ଆସିଲା ବା ପାଶ୍ଚାତ୍ୟ ଶିକ୍ଷାର ପ୍ରଚାର ପ୍ରସାର ହେଲା, ତା ଫଳରେ ଆମର ସାମାଜିକ ସାଂସ୍କୃତିକ ଏବଂ ରାଜନୈତିକ ଦିଗରେ ବହୁତ ଗୁଡ଼ିଏ ପରିବର୍ତ୍ତନ ଘଟିଛି। ଲୋକମାନଙ୍କର ଚାଲିଚଳଣୀରେ ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଦେଖିବାକୁ ମଧ୍ୟ ମିଳିଛି। ଆଧୁନିକ ଓଡ଼ିଆ ସାହିତ୍ୟ ବୋଲି ଆମେ ଆଜି ସାଧାରଣତଃ ଯେଉଁ ସାହିତ୍ୟ ବୁଝୁ, ତା ପାଶ୍ଚାତ୍ୟ ଶିକ୍ଷା ଓ ସାହିତ୍ୟର ପ୍ରଭାବର ଅମୃତମ ଫଳ ବ୍ୟତୀତ ଅନ୍ୟ କିଛି ନୁହେଁ। ତ ଯେଉଁଟାକୁ ଆମେ ଆଧୁନିକ ଓଡ଼ିଆ ବୋଲି କହୁଛେ ବା ଆଧୁନିକ ଓଡ଼ିଆ ସାହିତ୍ୟ ବୋଲି କହୁଛେ, ସେଇଟା ପାଶ୍ଚାତ୍ୟ ଶିକ୍ଷା ଓ ସାହିତ୍ୟର ପ୍ରଭାବରେ ହିଁ ଆଜି ଦେଖିବାକୁ ମିଳିଛି, ତା ବ୍ୟତୀତ ଆଉ ଅନ୍ୟ କିଛି ନାହିଁ। ତାହେଲେ ଦେଖିବା କ'ଣ ଦେଇଛି। ତ ହଁ, ଏଠୁ ପିଲାମାନେ ଆମେ ଦେଖିବା। ଓକେ, ଷ୍ଟାର୍ଟ କରିବା। ଇଂରେଜମାନେ 19 ଶତାବ୍ଦୀର ପ୍ରଥମ ଭାଗ ଅର୍ଥାତ୍ 1803ରେ ଓଡ଼ିଶାରେ ନିଜର ଆଧିପତ୍ୟ ବିସ୍ତାର କଲେ। ତ ଏଇଟା ମନେ ରଖ ପିଲାମାନେ, ଓଡ଼ିଶାରେ ଇଂରେଜମାନେ କେବେ ନିଜର ଆଧିପତ୍ୟ ବିସ୍ତାର କଲେ ନା 1803ରେ। ଓଡ଼ିଶା ଅଧିକାର କରିବା ପୂର୍ବରୁ ଅର୍ଥାତ୍ 50 ବର୍ଷ ପୂର୍ବରୁ ବଙ୍ଗଳା ଅଧିକାର କରିଥିଲେ। ହେଲା, ପାଖାପାଖି 1750-55 ଭିତରେ ସେ ବଙ୍ଗଳାକୁ ଅଧିକାର କରିଥିଲେ। ତେଣୁ ବଙ୍ଗଳାର ଜନସାଧାରଣ ସର୍ବପ୍ରଥମେ ଇଂରେଜମାନଙ୍କ ସଂସ୍ପର୍ଶରେ ଆସି ଆଧୁନିକ ରୁଚି ପ୍ରତି ଆକୃଷ୍ଟ ହେଲେ। ସେମାନେ ମାନେ ପୂର୍ବରୁ ଯେତେବେଳେ ମାନେ କ'ଣ ହୋଇଥିଲେ, ଅଧିକୃତ ହୋଇଯାଇଥିଲେ, ତ ତାହେଲେ ସେମାନେ ଇଂରେଜମାନଙ୍କ ସହିତ ଆଗରୁ ସଂସ୍ପର୍ଶରେ ଥିଲେ ବା ତାଙ୍କ ଟଚ୍ରେ ଥିଲେ, ଯାହାଫଳରେ ସେମାନେ ବା ବଙ୍ଗାଳୀ ବା ବଙ୍ଗଳାର ଜନସାଧାରଣମାନେ ଆଧୁନିକ ରୁଚି ପ୍ରତି ଟିକେ ଆକୃଷ୍ଟ ହେଲେ। ଯଦି ବିଚାର କରାଯାଏ, ତେବେ ବଙ୍ଗଳାଦେଶର ହିଁ ଇଂରେଜମାନେ ଶାସନର ମୂଳଦୁଆ ପକାଇଥିଲେ। କହିବାକୁ ଗଲେ ବଙ୍ଗଳାରେ ହିଁ ପ୍ରଥମେ ତାଙ୍କର ସେ ଶାସନର ମୂଳଦୁଆ ପକାଇଥିଲେ। ଏହି ସମୟରେ ଓଡ଼ିଶାର ସ୍ଥିତିବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ସରକାରୀ ଶାସନ କଳରେ ଅମଲା ଠାରୁ ଆରମ୍ଭ କରି ଓକିଲ ପର୍ଯ୍ୟନ୍ତ ସମସ୍ତେ ଥିଲେ ବଙ୍ଗବାସୀ। ଏହି ସମୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଚାଟଶାଳୀରେ ସମ୍ବଦ୍ଧ ଥିଲା। ତ ସେମିତି କିଛି ଆଉ ସ୍କୁଲ ବା କଲେଜ ବା ୟୁନିଭର୍ସିଟି ବର୍ତ୍ତମାନ ଆମେ ଯେହେତୁ ସେମିତି କିଛି ନଥିଲା ପିଲାମାନେ। ଛୋଟ ଗୋଟିଏ ଚାଳ କୁଡ଼ିଆ ଘରେ, ଭଙ୍ଗା କୁଡ଼ିଆ ଘରେ ସବୁ ଚାଟଶାଳୀଟିଏ ଥିଲା। ଗୋଟିଏ ଶିକ୍ଷକଟିଏ ଆସି ପଢ଼େଇ ଦେଉଥିଲେ, ଯାହା ସେଇଟା ହିଁ ସେ ପିଲାମାନେ ପଢ଼ୁଥିଲେ। ନୂଆ କରି ଦେଶକୁ ଅଧିକାର କରିଥିବା ଇଂରେଜ ଶାସକମାନଙ୍କ ନିକଟରେ ଓଡ଼ିଆର ସ୍ଥାନ ନଥିଲା। ଓଡ଼ିଆ ବୋଲି ସେମିତି ବା ଓଡ଼ିଶାର ସେତେ କିଛି ଲୋକ ଜାଣିପାରୁନଥିଲେ ଓଡ଼ିଶା କ'ଣ, ଓଡ଼ିଆ କ'ଣ। ସେ ଯାହା ହେଉ, ଇଂରେଜ ଶାସନ ପ୍ରତିଷ୍ଠିତ ହେବା ପରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ କ୍ରମେ ପରିବର୍ତ୍ତନ ସୂତ୍ରପାତ ହେଲା। ଗାଁ ଚାଟଶାଳୀ ପରିବର୍ତ୍ତେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହେଲା। ଆଧୁନିକ ଶିକ୍ଷା ଫଳରେ ସ୍ୱଳ୍ପ ମୁଷ୍ଟିମେୟ ମଧ୍ୟବିତ୍ତ ଶିକ୍ଷିତ ଶ୍ରେଣୀ ସୃଷ୍ଟି ହେଲେ। ଏଇମାନେ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ପଥରେ ଯଥେଷ୍ଟ ସାହାଯ୍ୟ କଲେ। ସେ ଯାହା ହେଉ, ଧୀରେ ଧୀରେ ଯେଉଁ ଆମର ଚାଟଶାଳୀଟା ଥିଲା ସେଇଟା ପ୍ରାଥମିକ ବିଦ୍ୟାଳୟରେ ପ୍ରତିଷ୍ଠିତ ହେଲା। ତ ଧୀରେ ଧୀରେ କିଛି ଚେଞ୍ଜେସ୍ ଆସିଲା। ତ ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଯଦି ଆମେ ବ୍ୟାକଗ୍ରାଉଣ୍ଡ ଦେଖିବା ପିଲାମାନେ, କ'ଣ କ'ଣ ରହିଛି ନା ଇଂରାଜୀ ଶିକ୍ଷାର ବିସ୍ତାର, ଆମର ପାଠ୍ୟପୁସ୍ତକ ପତ୍ରପତ୍ରିକା ପ୍ରକାଶନ, ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଓ ଭାଷା ସୁରକ୍ଷା ଆନ୍ଦୋଳନ। ତ ପ୍ରଥମେ ଦେଖିବା ପିଲାମାନେ ଇଂରାଜୀ ଶିକ୍ଷାର ବିସ୍ତାର କିପରି ଘଟିଥିଲା ଦେଖିବା। ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟିର ମୂଳ କାରଣଟି ହେଉଛି ଓଡ଼ିଶାରେ ଇଂରାଜୀ ଶିକ୍ଷାର ବିସ୍ତାର। ତ ଏଇ ଯେଉଁ ଆମେ ପଢ଼ୁଛେ ବର୍ତ୍ତମାନ ପିଲାମାନେ ପୁସ୍ତକଟି ଆଧୁନିକ ଓଡ଼ିଆ ସାହିତ୍ୟ ହେଲା, ତ ଏ ଯେଉଁ ଆଧୁନିକ ଓଡ଼ିଆ ସାହିତ୍ୟଟି କ'ଣ ପାଇଁ ଆସିଲା, ତା'ର ମୂଳ କାରଣ କ'ଣ ନା ଓଡ଼ିଶାରେ ଯେତେବେଳେ ଇଂରାଜୀ ଶିକ୍ଷାଟା ବିସ୍ତାର ହେଲା, ସେତେବେଳେ ହିଁ ଏଇଟା ଷ୍ଟାର୍ଟ ହେଲା। 1568 ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ତିରୋଧାନ ଏବଂ ପରବର୍ତ୍ତୀ ସମୟରେ ମରହଟା ଓ ମୋଗଲ ଶାସନମାନଙ୍କର ଶାସନ ଦେଇ 1803ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ। 1803ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ। ତା ପୂର୍ବରୁ ମୋଗଲମାନେ ଥିଲେ, ମରହଟାମାନେ ଥିଲେ, ଏମାନେ ସବୁ ଶାସନ କରୁଥିଲେ ମଧ୍ୟ। ଦେଖିବାକୁ ଗଲେ ମୋଗଲ ମରହଟା ଶାସନ ସମୟରେ ଓଡ଼ିଶା ଯେପରି ବିପର୍ଯ୍ୟସ୍ତ ଥିଲା, ଇଂରେଜମାନଙ୍କ ସମୟରେ ମଧ୍ୟ ଠିକ୍ ସେପରି ବିପର୍ଯ୍ୟସ୍ତ ଥିଲା। ଓଡ଼ିଶା ଏତେ ଉନ୍ନତି କରିନଥିଲା। ଏମାନଙ୍କର ମୂଳ ଲକ୍ଷ୍ୟ ଥିଲା ଓଡ଼ିଶାର ଧନରତ୍ନକୁ ନେଇଯିବା। ଏମାନଙ୍କର ଗୋଟେ ଲକ୍ଷ୍ୟ ଥିଲା ଯେ ଓଡ଼ିଶାର ଯେଉଁ ଧନ ସମ୍ପତ୍ତି ରହିଛି ତାକୁ ନେଇଯିବା। 1803 ମସିହାରେ ଇଂରେଜମାନେ ଓଡ଼ିଶାକୁ ଅଧିକାର କଲେ ମଧ୍ୟ 1840 ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାଚୀନ ପଦ୍ଧତିର ଶିକ୍ଷା ପ୍ରଚଳନ ଥିଲା। ପାଖାପାଖି କେତେ 37 ବା ପାଖାପାଖି 40 ବର୍ଷ ଯଦି ଆମେ କହିବା, ଓଡ଼ିଶାରେ ପ୍ରାଚୀନ ପଦ୍ଧତିର ଶିକ୍ଷା ଚାଲିଥିଲା ଇଂରେଜମାନେ ଇଂରେଜମାନେ ଅଧିକାର କରିବା ପରେ ମଧ୍ୟ। ଏହାର ମୂଳ କାରଣ ଥିଲା ସଂସ୍କୃତ ପଣ୍ଡିତମାନଙ୍କର ରକ୍ଷଣଶୀଳ ମନୋଭାବ। ଏହି ରକ୍ଷଣଶୀଳତା ଯୋଗୁଁ ଶିକ୍ଷା କ୍ଷେତ୍ରରେ ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ଥିଲା। କହିଥିଲେ ନା ପିଲାମାନେ, ସଂସ୍କୃତ ପଣ୍ଡିତମାନେ ଯେଉଁ ଆମର ଥିଲେ ଓଡ଼ିଶାରେ, ତ ସେମାନଙ୍କର ଯେଉଁ ରକ୍ଷଣଶୀଳ ମନୋଭାବ ଯୋଗୁଁ 1840 ମସିହା ପର୍ଯ୍ୟନ୍ତ ଓଡ଼ିଆ ଭାଷା ବା ଇଂରାଜୀ ଭାଷାର ଏତେ ପ୍ରଚଳନ ହୋଇନଥିଲା। ତ ବିଶେଷ କରି ପୁରୀ ଅଧିବାସୀମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗ୍ରହଣ କରିପାରିନଥିଲେ ହେଲା। ସେଥିପାଇଁ 1837 ମସିହାରେ ଖୋର୍ଦ୍ଧାରେ ଅବସ୍ଥାପିତ କଲେକ୍ଟର ମିସ୍ ଡବ୍ଲ୍ୟୁ ୱିକିନସନ୍ ପୁରୀରେ ଇଂରାଜୀ ଶିକ୍ଷା ପ୍ରଚଳନ କରିବାରେ ତାଙ୍କର ସମ୍ପୂର୍ଣ୍ଣ ଅକ୍ଷମତା ପ୍ରକାଶ କରିବାରୁ ପୁରୀଠାରେ ପ୍ରତିଷ୍ଠିତ ଇଂରାଜୀ ବିଦ୍ୟାଳୟ ଉଠିଯାଇଥିଲା। ତ ପୁରୀଠାରେ ଯେଉଁ ଇଂରାଜୀ ବିଦ୍ୟାଳୟ ଥିଲା ସେଇଟା ଉଠିଯାଇଥିଲା, କାରଣ ଲୋକମାନେ ଇଂରାଜୀ ବିଦ୍ୟାକୁ ଗ୍ରହଣ କରିବାକୁ ଟିକେ ନାରାଜ ଥିଲେ।
କିନ୍ତୁ 1835 ମସିହାରେ ଇଂରାଜୀ ଶିକ୍ଷିତ ରାଜା ରାମମୋହନ ରାୟଙ୍କ ଇଂରାଜୀ ଶିକ୍ଷାକୁ ଦୃଢ଼ ସମର୍ଥନ କରିବାରୁ ଆଇନ ସଚିବ ମେକାଲେ ଓ ରାଜା ରାମମୋହନ ରାୟଙ୍କ ଚେଷ୍ଟାରୁ ଲର୍ଡ଼ ବେଣ୍ଟିଂ ସରକାରୀ ତହବିଲର ଅର୍ଥ କେବଳ ମାତ୍ର ପାଶ୍ଚାତ୍ୟ ଶିକ୍ଷାଦାନ ପାଇଁ ବ୍ୟୟ ହେବ ବୋଲି ନିୟମ କଲେ। ଧୀରେ ଧୀରେ ଇଂରାଜୀ ଶିକ୍ଷାର ପ୍ରସ୍ତାର ଦେଖିବାକୁ ମିଳିଲା। ତ ଶିକ୍ଷା ବ୍ୟବସ୍ଥାର ପ୍ରାଥମିକ ପର୍ଯ୍ୟାୟ କ'ଣ ଥିଲା ଦେଖିବା ପିଲାମାନେ। ପ୍ରଥମେ ମିଶନାରୀମାନେ ଓଡ଼ିଶାରେ ଶିକ୍ଷା ବିସ୍ତାର ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ। ଯେଉଁ ମିଶନାରୀମାନେ ଆସିଥିଲେ ଓଡ଼ିଶାକୁ, ସେମାନେ ଶିକ୍ଷା ବିସ୍ତାର କରିବା ପାଇଁ ବିଭିନ୍ନ ପଦକ୍ଷେପ ସବୁ ନେଇଥିଲେ। ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର କରିବା ଏମାନଙ୍କର ମୂଳ ଲକ୍ଷ୍ୟ ଥିଲା। ଯେଉଁ ମିଶନାରୀମାନେ ଆସିଥିଲେ, ଏମାନେ ନିଜର ବା ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର କରିବା ପାଇଁ ଏମାନେ ଆସିଥିଲେ, ବା ଏମାନଙ୍କର ମୂଳ ଲକ୍ଷ୍ୟ ଥିଲା କ'ଣ ନା ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର କରିବା। 1822-23 ମସିହା ବେଳକୁ ମିଶନାରୀମାନଙ୍କ ଚେଷ୍ଟାରେ ଯେଉଁ ସ୍କୁଲମାନ ପ୍ରତିଷ୍ଠା ହେଲା, ସେଥିରେ କେବଳ ସାଧାରଣ ଲୋକଙ୍କ ପିଲାମାନେ ପଢ଼ିଲେ ହେଲା। 1822-23 ବେଳକୁ ଗୋଟେ ଗୋଟେ ଯେଉଁ ଛୋଟ ଛୋଟ ସ୍କୁଲ ମାନେ ଖୋଲାଗଲା, ସେଥିରେ କେବଳ କ'ଣ ସାଧାରଣ ଲୋକଙ୍କ ପିଲାମାନେ ସବୁ ପଢ଼ିଲେ। 1823 ଅକ୍ଟୋବର ମାସରେ କଟକ ଇଂଲିଶ ଚାରିଟି ସ୍କୁଲ ବାପ୍ଟିଷ୍ଟ ମିଶନାରୀମାନଙ୍କ ଦ୍ୱାରା କଟକଠାରେ ସଂସ୍ଥାପିତ ହୋଇଥିଲା। କେବେ ନା 1823 ଅକ୍ଟୋବର ମାସରେ କଟକ ଇଂଲିଶ ଚାରିଟି ସ୍କୁଲ। ଏହି ସ୍କୁଲରେ ମୁଖ୍ୟତଃ ଫିରିଙ୍ଗି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ସେଥିରେ 2 ଜଣ ବଙ୍ଗାଳୀ ପିଲା ପାଠ ପଢ଼ୁଥିଲେ। ଏ ସ୍କୁଲଟି 1829ରେ ବୋର୍ଡ଼ିଂ ସ୍କୁଲରେ ପରିଣତ ହୋଇଥିଲା। 1841 ସାଲରେ ଗୋଟିଏ ଆଙ୍ଗ୍ଲୋ ଭର୍ଣ୍ଣାକ୍ୟୁଲାର ସ୍କୁଲ ଆରମ୍ଭରୁ ଏହି ସ୍କୁଲକୁ ତା ସାଙ୍ଗରେ ମିଶାଇ ଦିଆଗଲା। ତାପରେ ଧୀରେ ଧୀରେ ଚାଲିଲା ପିଲାମାନେ। ଖ୍ରୀଷ୍ଟିଆନ ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଗୋଟିଏ ଆଙ୍ଗ୍ଲୋ ଭର୍ଣ୍ଣାକ୍ୟୁଲାର ସ୍କୁଲ ଆରମ୍ଭ କରାଯାଇଥିଲା ଖ୍ରୀଷ୍ଟିଆନ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ। ଏଥିରେ ଖ୍ରୀଷ୍ଟିଆନ ଅଣଖ୍ରୀଷ୍ଟିଆନ ଉଭୟ ସମ୍ପ୍ରଦାୟର ପିଲା ପାଠ ପଢ଼ୁଥିଲେ। ପରେ ମିଶନ ସଂଘରେ ଏହାର ସମ୍ପର୍କ ବିଚ୍ଛିନ୍ନ ହେବାରୁ ଏହାର ନାମ ବାପ୍ଟିଷ୍ଟ ଜେନେରାଲ ସ୍କୁଲ ଦିଆଗଲା। ଏ ସ୍କୁଲଟି 1900 ସାଲ ପର୍ଯ୍ୟନ୍ତ ଭଲ ଭାବେ ଚାଲିଥିଲା। ମିଶନ ହାଇସ୍କୁଲ ଖୋଲାଯିବାରୁ ଏଇଟା ବନ୍ଦ କରାଗଲା। ତ ପିଲାମାନେ କ'ଣ ଟିକେ ମନେ ପଡ଼ୁନି କେଉଁ ଗୋଟେ ମିଶନ କହିଛି। ହଁ, 1881 ସାଲରେ କନଭେଣ୍ଟ ସ୍କୁଲ ଖୋଲିଲେ। କେଉଁ ଗୋଟେ ମିଶନ ଏଇଟା ପିଲାମାନେ କୁହାଯିକି ନା କ'ଣ ଏମିତି ଗୋଟେ ରହିଛି। ଏଥିରେ ଫିରିଙ୍ଗି ବାଳକ ବାଳିକାମାନେ ପଢ଼ିଥିଲେ। ପରେ ଏହି ମିଶନ ତରଫରୁ ବାଲେଶ୍ୱରରେ ଗୋଟିଏ କନଭେଣ୍ଟ ସ୍କୁଲ ଖୋଲାଗଲା। ଧୀରେ ଧୀରେ କନଭେଣ୍ଟ ସ୍କୁଲ ଖୋଲା ଯାଇଥିଲା 1881ରେ। ତାପରେ ଫିରିଙ୍ଗି ବାଳକ ବାଳିକାମାନେ ପଢ଼ିଲେ। ତାପରେ ପରେ ଏହି ମିଶନ ତରଫରୁ ସେଇଟା ଗୋଟେ କି ମିଶନ ମନେ ପଡ଼ୁନି ବା ଜଣାପଡ଼ୁନି ପିଲାମାନେ ଭଲରେ ଟିକେ। ତ ସେଇଟା ବାଲେଶ୍ୱର ଗୋଟେ କନଭେଣ୍ଟ ସ୍କୁଲ ଖୋଲାଗଲା। 1881ରେ କଟକରେ ପ୍ରୋଟେଷ୍ଟାଣ୍ଟ ୟୁରୋପୀୟ ସ୍କୁଲ ପ୍ରତିଷ୍ଠା ହୋଇଥିଲା। ଏହି ସ୍କୁଲ ପାଇଁ କଟକର ସିଭିଲ ସର୍ଜନ ଷ୍ଟାଲଟ ଗୋଟିଏ ଗୃହ ନିର୍ମାଣ କରିଥିଲେ। ବର୍ତ୍ତମାନ ସେ ଗୃହରେ ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲ ହେଉଛି। ତ 1881ରେ କଟକ ଖ୍ରୀଷ୍ଟିଆନମାନଙ୍କ ଅନୁରୋଧ କ୍ରମେ ବିଲାତର ବାପ୍ଟିଷ୍ଟ ମିଶନ ସୋସାଇଟି ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା କଲେ, ଯାହା ଏବେ ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲ ନାମରେ ପରିଚିତ। ତ ଏଇଭଳି ଭାବରେ ଧୀରେ ଧୀରେ ସବୁ ଗୋଟିଏ ସ୍କୁଲ ଗୁଡ଼ିକ ଖୋଲିବାରେ ଲାଗିଲା। 1836ରେ କଟକଠାରେ ଡକ୍ଟର ସଟନ ଓ ତାଙ୍କ ଧର୍ମପତ୍ନୀଙ୍କ ତତ୍ତ୍ୱାବଧାନରେ ଏକ ବୋର୍ଡ଼ିଂ ସ୍କୁଲ ଆରମ୍ଭ ହୋଇଥିଲା। ଡକ୍ଟର ସଟନ ହେଲା, ଏଥିରେ କୁମାରୀ ପିଲାମାନେ ଏଇଟା କ'ଣ ଜଣାପଡ଼ୁନି। ପରେ ଶ୍ରୀମତୀ ଯେଉଁ ବକ୍ଲି ପ୍ରଧାନ ଶିକ୍ଷୟିତ୍ରୀ ହୋଇଥିଲେ। ଏହି ସ୍କୁଲଟି ବର୍ତ୍ତମାନ ବକ୍ଲି ବାଳିକା ବିଦ୍ୟାଳୟ ନାମରେ ଜଣାପଡ଼େ ଯଦି ଆମେ କହିପାରିବା। ତ ଏଇଭଳି ଭାବରେ ସବୁ ସ୍କୁଲ ଗୁଡ଼ିକ ତିଆରି କରାଗଲା ପିଲାମାନେ। ତ ମିଶନାରୀମାନଙ୍କର ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ। ତ ମିଶନାରୀମାନେ କାହିଁକି ସ୍କୁଲ ପ୍ରତିଷ୍ଠା କଲେ? ତ ସେ ତ ଖ୍ରୀଷ୍ଟ ଧର୍ମକୁ ପ୍ରଚାର କରି ଆସିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ତ ସେ କାହିଁକି ସ୍କୁଲ ପ୍ରତିଷ୍ଠା କଲେ ପିଲାମାନେ? ନା କ'ଣ ଥିଲା ନା ପୌରପାଳିକାର ଧ୍ୱଂସ ସାଧନ ଓ ଖ୍ରୀଷ୍ଟ ଧର୍ମର ଧର୍ମ ପୁସ୍ତକର ପରିପ୍ରଚାର। ତ ଖ୍ରୀଷ୍ଟ ଧର୍ମର ଯେଉଁ ଧର୍ମ ପୁସ୍ତକ ରହିଛି ତାର ପରିପ୍ରଚାର କରିବା ପାଇଁ ପୁରାତନ ପ୍ରଚଳିତ ପାଠ୍ୟପୁସ୍ତକ ପରିବର୍ତ୍ତେ ନୂତନ ସ୍କୁଲରେ ନୂତନ ପାଠ୍ୟପୁସ୍ତକର ପ୍ରଣୟନ। ତ ଯେଉଁ ପୁରାତନ ପ୍ରଚଳିତ ଯେଉଁ ପାଠ୍ୟପୁସ୍ତକ ଥିଲା ସେଇଟାକୁ ପରିବର୍ତ୍ତନ କରି ନୂତନ ସ୍କୁଲରେ ନୂଆ ସ୍କୁଲରେ ନୂତନ ପାଠ୍ୟପୁସ୍ତକର ପ୍ରଣୟନ କରିବା। ଏ ଦେଶରେ ପୁରାଣ ଇତିହାସ ନିବନ୍ଧ ଜ୍ଞାନରାଶିକୁ ସମ୍ପୂର୍ଣ୍ଣ ରୂପେ ନିନ୍ଦା କରିବା। ଯେଉଁ ପୁରାଣ ଇତିହାସ ନିବନ୍ଧ ଥିଲା ସେ ଯେଉଁ ଜ୍ଞାନରାଶିଟାକୁ ବନ୍ଦ କରିବା ବା ନିନ୍ଦା କରିବା। ଏ ଦେଶର ଧର୍ମଶାସ୍ତ୍ର ଓ ନୀତି ଆଦର୍ଶକୁ ଅସ୍ୱୀକାର କରି ଖ୍ରୀଷ୍ଟ ଧର୍ମ ପ୍ରତି ଆକୃଷ୍ଟ କରିବା। ତ ଆମ ଦେଶର ଯେଉଁ ଧର୍ମ ରହିଛି ବା ଆମ ଦେଶର ଯେଉଁ ଧର୍ମଶାସ୍ତ୍ର ରହିଛି ତାକୁ ଅସ୍ୱୀକାର କରି ବା ସେ ଆମର ଆଦର୍ଶକୁ ଅସ୍ୱୀକାର କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ଥିଲା ଏମାନଙ୍କର ସବୁ ଲକ୍ଷ୍ୟ। ବିଦ୍ୟାଳୟମାନଙ୍କରେ ହସ୍ତକର୍ମ ଉପରେ ଗୁରୁତ୍ୱ ପ୍ରଦାନ କରିବା। ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ ଓ ସାହିତ୍ୟର ପରିପ୍ରଚାର କରିବା। ପାଶ୍ଚାତ୍ୟ ଦେଶର ହେଲା ଧର୍ମ ଅପେକ୍ଷା ବିଷୟଜ୍ଞାନମୂଳକ ଶିକ୍ଷା ଉପରେ ପ୍ରାଧାନ୍ୟ ଦେବା। ସହଜ ଓ ସରଳ ବିଷୟ ପରିବର୍ତ୍ତେ ଯୁକ୍ତିତର୍କ ବିବେକ ଶକ୍ତି ଜ୍ଞାନର୍ଜନ ମୂଳ ଭିତ୍ତି ରୂପେ ଗୃହୀତ ହେଲା। ତ ଲୋକମାନେ ଆକୁ କ'ଣ ପିଲାମାନେ ସବୁ ସହଜ ସରଳ ଭାବେ ଭାବି ଦେଉଥିଲେ ହେଲା। ସବୁ କଥାକୁ ହଁ ଭଗବାନଙ୍କ ଇଚ୍ଛା ଏଇଟା ମାନି ଦେଉଥିଲେ। କିନ୍ତୁ ପରେ ସେଇଟା ଯୁକ୍ତିତର୍କ ବା ଲଜିକ୍ ଆଡ଼କୁ ଆସିଲା। ଯୁକ୍ତିତର୍କ କଲେ ସବୁ ଜିନିଷରେ।
ତାର ଆସିଲା ଚାକିରି ସହିତ ଘନିଷ୍ଠ ସମ୍ପର୍କ ଯେତେବେଳେ ହେଇଗଲା ତ ସେମାନେ ଏଇଥିପାଇଁ ସବୁ ସ୍କୁଲ ପ୍ରତିଷ୍ଠା କଲେ। ତ ମିଶନାରୀ ମାନଙ୍କର ସ୍କୁଲ ପ୍ରତିଷ୍ଠା ଏବଂ ଏହାର ଲକ୍ଷ୍ୟ ଦ୍ୱାରା ଲୋକମାନଙ୍କର ମନରେ ପରିବର୍ତ୍ତନ ଦେଖାଯାଇଥିଲା। କିଛି ପରିବର୍ତ୍ତନ ଆସିବ କାରଣ ସେମାନେ ସ୍କୁଲ ଖୋଲୁଛନ୍ତି ହେଲା, ଆଉ ତାର କିଛି ଲକ୍ଷ୍ୟ ମଧ୍ୟ ଏମାନେ ରଖିଛନ୍ତି। ପ୍ରଥମତଃ ଆମର ପୂର୍ବରୁ ଲୋକବିଶ୍ୱାସ ପ୍ରସ୍ତୁତ ଜ୍ଞାନ ମୂଳରେ ପାଶ୍ଚାତ୍ୟ ଶିକ୍ଷାର କୁଠାରଘାତ ଦ୍ୱାରା ଲୋକମାନଙ୍କ ମନରେ ଥିବା ପ୍ରାଚୀନ ବିଶ୍ୱାସ ଧୀରେ ଧୀରେ ଲୋପ ହେବାକୁ ବସିଲା। ତ ଯେଉଁ ପ୍ରାଚୀନ ବିଶ୍ୱାସଗୁଡ଼ିକ ଥିଲା ଧୀରେ ଧୀରେ ସେଇଟା କମିଲା, ସେମାନେ ଟିକେ ମଡ଼ର୍ଣ୍ଣ ହେବାକୁ ଲାଗିଲେ, ଆଧୁନିକ ହେବାକୁ ଲାଗିଲେ। 1833 ସାଲରେ ରେଭରେଣ୍ଡ WH ପିୟରସ୍ ଭାରତୀୟ ମନୋବୃତ୍ତିକୁ ବିଶ୍ଳେଷଣ କରି କହିଥିଲେ, ଆଧୁନିକ ଶିକ୍ଷା ଏ ଦେଶର ଲୋକମାନଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି। ଆଧୁନିକ ଶିକ୍ଷା ଦ୍ୱାରା ହିଁ এই ଦେଶର ଲୋକମାନେ ପୁରା ଟୋଟାଲ ପରିବର୍ତ୍ତନ କରିଦେଇଛନ୍ତି ବା ଟୋଟାଲ ପରିବର୍ତ୍ତନ ହେଇଯାଇଛନ୍ତି। ଛାତ୍ରମାନେ ଜାତିପ୍ରଥାକୁ ଅସ୍ୱୀକାର କରିବାକୁ ବସିଲେଣି, ଆଉ ଜାତିପ୍ରଥା କିଛି ନାହିଁ, ସେଇଟା ଅସ୍ୱୀକାର କଲେଣି ଯେତେବେଳେ ଆଧୁନିକ ଶିକ୍ଷା ଭାରତରେ ବା এই ଦେଶରେ ପ୍ରବେଶ କଲା। ପାଶ୍ଚାତ୍ୟ ବିଜ୍ଞାନ ଅଧ୍ୟୟନ କରି ଏ ଦେଶର ଶାସ୍ତ୍ର ସିଦ୍ଧ ଭୌଗୋଳିକ ଓ ଜ୍ୟୋତିଷ ଶାସ୍ତ୍ର ପ୍ରସ୍ତୁତ ଜ୍ଞାନ ଏମାନେ ଅବିଶ୍ୱାସ କଲେଣି। ଆଉ ଯେଉଁ ଭୌଗୋଳିକ ବା ଶାସ୍ତ୍ର ସିଦ୍ଧ ଯେଉଁ ଭୌଗୋଳିକ ଆଉ ଜ୍ୟୋତିଷ ଶାସ୍ତ୍ର ଥିଲା ସେଇଟାକୁ ଏମାନେ ଅବିଶ୍ୱାସ କଲେଣି ବା ଜ୍ୟୋତିଷ ଶାସ୍ତ୍ରକୁ ଏମାନେ ଆଉ ମାନୁନାହାନ୍ତି ବା କ'ଣ ସେମାନେ ଆଉ ବୁଝୁନାହାନ୍ତି। ସେମାନଙ୍କୁ ହିନ୍ଦୁ ଧର୍ମ ପ୍ରତାରଣା ଓ ଭଣ୍ଡାମିରେ ପରିପୂର୍ଣ୍ଣ ବୋଲି ଅନୁମତି ଦେଲାଣି। ଫଳରେ ସେମାନଙ୍କ ଭିତରୁ କେହି କେହି ନାସ୍ତିକ, କେହି କେହି ଏକସ୍ୱରବାଦୀ, କେହି ବା ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହେଲେଣି। ତ ଏଇଟା ଥିଲା ଗୋଟିଏ କ'ଣ ନା ବିଶ୍ଳେଷଣୀ କହିଥିଲେ କହିଗଲେ ଜଣେ ଦାର୍ଶନିକ ହିଁ କହିଥିଲେ ପିଲାମାନେ, କିଏ ନା ଆମର WH ପିୟରସ୍ ହେଲା, ସେ ଭାରତୀୟ ମନୋବୃତ୍ତିକୁ ଦେଖିଥିଲେ। ଯେତେବେଳେ ଆଧୁନିକ ଶିକ୍ଷା ଏ ଦେଶରେ ମାନେ କ'ଣ ଆସିଲା ସମ୍ପୂର୍ଣ୍ଣ ସେଇଟା ପରିବର୍ତ୍ତନ କରିଦେଇଛି ଆମର ମାନସିକ କ୍ଷେତ୍ରରେ। ଆଧୁନିକ ଶିକ୍ଷା ଓ ଚାକିରି ସହିତ ତାର ଘନିଷ୍ଠ ସମ୍ପର୍କ, ଧର୍ମ ଅପେକ୍ଷା ବିଷୟଜ୍ଞାନମୂଳକ ଶିକ୍ଷା ଉପରେ ପ୍ରାଧାନ୍ୟ ସ୍ଥାପନ, ଫଳରେ ଲୋକମାନଙ୍କର ବୈଷୟିକ ଦୃଷ୍ଟିକୋଣର ପରିବର୍ତ୍ତନ, ଚାକିରି ହେତୁ ପଲ୍ଲୀ ପରିବର୍ତ୍ତେ ସହରରେ ବାସ କରିବା ମନୋବୃତ୍ତି ପରିପୋଷଣ, ମୂଳତଃ ଆଧୁନିକ ଜୀବନ ପ୍ରଣାଳୀରେ ଦେଖାଯାଉଥିବା ଜୀବନର ନୂତନ ମୂଲ୍ୟବୋଧ ଆଧୁନିକ ଶିକ୍ଷା ପ୍ରସାର ହେତୁ ସମ୍ଭବପର ଥିଲା। ତ ବର୍ତ୍ତମାନ ଆମ ଯେଉଁ ଲାଇଫଷ୍ଟାଇଲ୍ ଅଛି ପିଲାମାନେ ସେଇଟା ଆଧୁନିକ ଶିକ୍ଷା ଦ୍ୱାରା ହିଁ ହେଇଥିଲା, କାରଣ ଲୋକମାନେ ସହରକୁ ଆସିଲେ, ତାପରେ ଧୀରେ ଧୀରେ କ'ଣ ସେମାନେ ଧର୍ମ ଅପେକ୍ଷା ବିଷୟଜ୍ଞାନ ଉପରକୁ ଅଧିକ ଗୁରୁତ୍ୱ ଦେଲେ। ଆଧୁନିକ ଚାକିରି ଏବଂ ସେଇ ଆଧୁନିକ ଶିକ୍ଷାଟା ଚାକିରି ବିଷୟରେ ଟିକେ ତାର ଘନିଷ୍ଠ ସମ୍ପର୍କ ଯୋଗୁଁ ଲୋକମାନେ ଆଧୁନିକ ଶିକ୍ଷାକୁ ସବୁ ଗ୍ରହଣ କଲେ ଏବଂ ପ୍ରାଚୀନ ଜ୍ଞାନକୁ ବା ପ୍ରାଚୀନ ଶିକ୍ଷା ପଦ୍ଧତିକୁ ସବୁ ଭୁଲିଗଲେ। ତ ସମୟକ୍ରମେ ପୁରାତନ ପୂର୍ଣ୍ଣ ବର୍ଜନ କିମ୍ବା କ୍ରମ ପରିହାର ସହିତ ନୂତନ ଜୀବନ ସଞ୍ଚାର ହେତୁ ସାମାଜିକ ଜୀବନରେ ତୁମୂଳ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଲୋକଙ୍କ ଆଚାର ବ୍ୟବହାର, ରୀତିନୀତି, ବେଶଭୂଷା, ଖାଦ୍ୟପେୟର ନୂଆ ନୂଆ ରୁଚି ସବୁ ଦେଖିବାକୁ ମିଳିଥିଲା। ତ ଏଇଟା ପ୍ରଥମ ପର୍ଯ୍ୟାୟ ଦେଖିଲେ ପିଲାମାନେ ଧୀରେ ଧୀରେ କିପରି ଭାରତୀୟମାନଙ୍କର ଯେଉଁ ଚିନ୍ତାଧାରା ବା ତାଙ୍କର ଯେଉଁ ମାନସିକ ଚେତନାଟା ଧୀରେ ଧୀରେ ଆଧୁନିକ ଆଡ଼କୁ ଗତି କଲା, ଯାହାଫଳରେ କି ଆମେ ଆଜିର ସମାଜ ମଧ୍ୟ କହିବାକୁ ଗଲେ ଦେଖିପାରୁଛେ ଆଧୁନିକ ଶିକ୍ଷା ଦ୍ୱାରା, ନହେଲେ ଆଜିର ସମାଜରେ ନଥାନ୍ତା। ତ ଦେଖିବା ଇଂରାଜୀ ଶିକ୍ଷା ବିସ୍ତାରର ଦ୍ୱିତୀୟ ପର୍ଯ୍ୟାୟ। ମେକାଲେ ଶିକ୍ଷାନୀତି ପ୍ରୟୋଗ ପୂର୍ବରୁ ଯେଉଁ ଶିକ୍ଷା ପ୍ରଚଳନ ଥିଲା ତାର ଉଦ୍ଦେଶ୍ୟ ଥିଲା ଇଂରାଜୀ ଉଚ୍ଚ ବଂଶଜ ପୁରୁଷମାନଙ୍କୁ ଶିକ୍ଷା ଦେଇ ସେମାନଙ୍କ ଚରିତ୍ର ଗଠନ କରିବା ଏବଂ ଦେଶର ଅନ୍ୟମାନଙ୍କୁ ସେମାନଙ୍କ ସାହାଯ୍ୟରେ ପ୍ରଭାବିତ କରି ଶିକ୍ଷା ବିସ୍ତାର କରିବା। ତ ଏଇଭଳି ଭାବରେ ପିଲାମାନେ ଥିଲା। ଏଇଟାକୁ ଏତେ କିଛି ଇମ୍ପୋର୍ଟାଣ୍ଟ ନାହିଁ। ଦେଖିବା କଟକ ସ୍କୁଲ ହେଲା, 1823 ସାଲରେ ଇଂଲଣ୍ଡର ବାପ୍ଟିଷ୍ଟ ମିଶନାରୀ ସୋସାଇଟି ଦ୍ୱାରା ପ୍ରତିଷ୍ଠିତ କଟକ ଇଂରାଜୀ ସ୍କୁଲ ବା ଚାରିଟି ସ୍କୁଲ 1841 ସାଲ ଫେବୃଆରୀ ମାସର ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଚାଲିଲା। ତ କଟକ ସ୍କୁଲ କ'ଣ ହେଲା ନା ଆମର 1841 ମସିହାରେ ସେଇଟା କାହା ହାତକୁ ଚାଲିଲା ନା ସରକାରଙ୍କ ହାତକୁ ଚାଲିଲା, ଯେଉଁ 1823ରେ ଖୋଲା ଯାଇଥିଲା। ତ ଓଡ଼ିଶାରେ ଭାଷା ବିଦ୍ୟାଳୟ ବା ହାର୍ଡିଂସ୍ ସ୍କୁଲ ଇଂରାଜୀ ଭାଷା ମାଧ୍ୟମରେ ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ ଓ ଇଂରାଜୀ ସାହିତ୍ୟର ପ୍ରଚାର ଶିକ୍ଷା ପ୍ରସାରର ଏକମାତ୍ର ଶ୍ରେଷ୍ଠ ଆଦେଶ ରୂପେ ଗୃହୀତ ହୋଇଥିଲେ ହେଁ ମାତୃଭାଷା ମାଧ୍ୟମରେ ଶିକ୍ଷା ପରିବେଷଣ ପାଇଁ ଲର୍ଡ ହାର୍ଡିଂସ୍ ସମଗ୍ର ବଙ୍ଗଦେଶରେ 101ଟି ଭାଷା ବିଦ୍ୟାଳୟ ପ୍ରତିଷ୍ଠାର ଆଦେଶ ପ୍ରଚାର କଲେ। ତ ତୁମେ ଯେତେ ଜ୍ଞାନ ବିଜ୍ଞାନ ଦେଉଛ ବା ଇଂରାଜୀ ସାହିତ୍ୟରେ ପ୍ରଚାର ପ୍ରସାର କରୁଛ ବା ଇଂରାଜୀ ଶିକ୍ଷାର ତୁମେ ପ୍ରଚାର ପ୍ରସାର କରୁଛ, ହେଲେ ମାତୃଭାଷାଟାକୁ ତୁମେ ଗୁରୁତ୍ୱ ଦିଅ। ସେଥିପାଇଁ ମାନେ କ'ଣ ସମଗ୍ର ବଙ୍ଗରେ 101ଟି ଭାଷା ବିଦ୍ୟାଳୟ ପ୍ରତିଷ୍ଠାର ଆଦେଶ ଦିଆଗଲା। 101ଟି ମଧ୍ୟରୁ ଓଡ଼ିଶାରେ 8ଟି ବିଦ୍ୟାଳୟ ପ୍ରତିଷ୍ଠାର ପ୍ରସ୍ତାବ କରାଯାଇଥିଲା। ସମଗ୍ର ବଙ୍ଗଦେଶରେ ଯେଉଁ 101ଟି ଥିଲା ସେ ଭିତରୁ ଓଡ଼ିଶାରେ 8ଟି ପଡ଼ିଥିଲା। ତ এই ସ୍କୁଲଗୁଡ଼ିକ ମୁଖ୍ୟତଃ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ରେମୁଣା, ଭଦ୍ରକ, କେନ୍ଦ୍ରାପଡ଼ା, ମାହାଙ୍ଗା, ହରିପୁରଠାରେ ଖୋଲାଯାଇଥିଲା। କିନ୍ତୁ ଏ ସ୍କୁଲଗୁଡ଼ିକ ମଧ୍ୟରୁ ଅନେକ ବନ୍ଦ ହୋଇଯାଇଥିଲା। ବନ୍ଦ ହେବାର ମୂଳ କାରଣ ଥିଲା ତାଲିମପ୍ରାପ୍ତ ଶିକ୍ଷକଙ୍କ ଅଭାବ ଦେଖାଯାଇଥିଲା। ଆଧୁନିକ ଶିକ୍ଷା ପ୍ରତି ଲୋକଙ୍କ ବିତୃଷ୍ଣା ମନୋଭାବ ଓ ଜନସାଧାରଣଙ୍କ ଦାରିଦ୍ର୍ୟ, କିଏ ପଢ଼ିବାକୁ ଟିକେ ରାଜି ନଥିଲେ, ଯାହାଫଳରେ ସ୍କୁଲଗୁଡ଼ିକ କେତେଟା ବନ୍ଦ ହୋଇଯାଇଥିଲା। ପୁରୀ ଓ ବାଲେଶ୍ୱରରେ ଇଂରାଜୀ ସ୍କୁଲ କେବେ ହେଇଥିଲା ପିଲାମାନେ ଦେଖିବା। ପୁରୀ ଓ ବାଲେଶ୍ୱରରେ 1853 ମସିହା ନଭେମ୍ବର 1 ତାରିଖରେ ଇଂରାଜୀ ସ୍କୁଲ ଖୋଲାଗଲା। ତାର ଆସିଲା ଉଡ୍ ଡେସ୍ପାଚର ସଫଳତା।
ଓଡ଼ିଶାରେ ପରବର୍ତ୍ତୀ ସମୟରେ ସ୍କୁଲ ପ୍ରତିଷ୍ଠାର ଆଶାତୀତ ସଫଳତା ମିଳିଥିଲା। ଓଟ୍ସ ଡେସ୍ପାଚ୍ ଶିକ୍ଷାନୀତିର ପ୍ରୟୋଗ ଦ୍ୱାରା ଏହି ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ ଥିଲା ହିତକର ଶିକ୍ଷା ପ୍ରସାର ଦ୍ୱାରା ଯେଉଁ ନୈତିକ ଓ ଭୌତିକ କଲ୍ୟାଣ ସାଧାରଣତଃ ସମ୍ଭବପର, ଭାରତବାସୀଙ୍କୁ ସେହି କଲ୍ୟାଣ ସମର୍ପଣ କରିବା ଅନ୍ୟ ଲକ୍ଷ୍ୟ ଗୁଡ଼ିକ ଥିଲା। ତ ଯେଉଁ ଓଟ୍ସ ଡେସ୍ପାଚ୍ର ସଫଳତା ଥିଲା ସେଇଟା ମଧ୍ୟ ଆମର କ'ଣ ସ୍କୁଲ ପ୍ରତିଷ୍ଠାରେ ସେ ଗୋଟେ ବହୁତ ସାହାଯ୍ୟ କରିଥିଲା। ଏ ଶିକ୍ଷାନୀତିଟା ଆଧୁନିକ ଶିକ୍ଷା ପ୍ରତି ବହୁତ ସାହାଯ୍ୟ କରିଥିଲେ ପିଲାମାନେ। ତ ଉଚ୍ଚକୋଟୀର ବୌଦ୍ଧିକ ଉନ୍ନତି ସଙ୍ଗେ ସଙ୍ଗେ ଶିକ୍ଷାପ୍ରାପ୍ତ ଲୋକଙ୍କ ନୈତିକ ଚରିତ୍ର ପ୍ରତିଷ୍ଠା, ଅଫିସ୍ କାର୍ଯ୍ୟ ପାଇଁ କର୍ମଚାରୀ ଶ୍ରେଣୀ ସୃଷ୍ଟି କରିବା, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷାବିଧିମାନଙ୍କର ବିବାଦର ବିଶ୍ଳେଷଣ କରିବା, ଶିକ୍ଷାର ମାଧ୍ୟମରେ ଇଂରାଜୀ ଭାଷା ବାଧ୍ୟତାମୂଳକ ନୁହେଁ, ଯେଉଁଠାରେ ଇଂରାଜୀ ଶିକ୍ଷା ପାଇଁ ଦାବି କରାଯିବ ସେଠାରେ କେବଳ ଇଂରାଜୀ ଭାଷାକୁ ଗ୍ରହଣ କରାଯିବ, ଅର୍ଥାତ୍ ଇଂରାଜୀ ସହିତ ସେ ସ୍ଥାନର ଭାଷା ମାଧ୍ୟମରେ ଶିକ୍ଷା ଦେବା ଉଚିତ ବୋଲି କୁହାଗଲା। ଏଭଳି ଭାବରେ ଧୀରେ ଧୀରେ ଚାଲିଲା ପିଲାମାନେ ହେଲା। ତ ତାପରେ ଦେଖିବା କ'ଣ ହେଲା ନା, ହଁ, ଏତଦ୍ ବ୍ୟତୀତ ଏହି ଶିକ୍ଷା ବ୍ୟବସ୍ଥାର ନିମ୍ନଲିଖିତ ପ୍ରସ୍ତାବ କ'ଣ କରାଗଲା ନା ଏକ ସ୍ୱତନ୍ତ୍ର ଶିକ୍ଷା ବିଭାଗ ଗଠନ କରାଗଲା, ବିଶ୍ୱବିଦ୍ୟାଳୟ ସୃଷ୍ଟି କରାଗଲା, ସମଗ୍ର ଭାରତରେ ବିଭିନ୍ନ ଶ୍ରେଣୀର ବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ଏହି ବିଦ୍ୟାଳୟମାନଙ୍କ ସାହାଯ୍ୟ ନେଇ ଗ୍ରାଣ୍ଟ ସାହାଯ୍ୟ ବା ଗ୍ରାଣ୍ଟ ଇନ୍ ଏଡ୍ ନୀତି ଘୋଷଣା, ଶିକ୍ଷକମାନଙ୍କ ତାଲିମ ପାଇଁ ବ୍ୟବସ୍ଥା ଗ୍ରହଣ କରାଗଲା। ତ କ'ଣ ହେଲା ନା ପିଲାମାନେ, এই ଶିକ୍ଷା ପଦ୍ଧତି ଅନୁସାରେ ଯେଉଁମାନେ ଶିକ୍ଷା ଗ୍ରହଣ କଲେ ସେମାନେ ସ୍ୱାର୍ଥପର ହୋଇଯାଇଥିଲେ। ଏହି ଶିକ୍ଷା ଯିଏ ଗ୍ରହଣ କରିଥିଲା ପିଲାମାନେ ଯେଉଁ ଇଂରାଜୀ ଶିକ୍ଷା ବା ଆଧୁନିକ ଶିକ୍ଷା, ଅର୍ଥାତ୍ ଏମାନେ ଶିକ୍ଷା ଗ୍ରହଣ କରି କୃତକାର୍ଯ୍ୟପୂର୍ବକ ସରକାର କର୍ମରେ ନିଯୁକ୍ତି ହେଲେ, ସାଧାରଣ ଲୋକଙ୍କ ଠାରୁ ଦୂରେ କଲେ, ଆଉ ଲୋକମାନଙ୍କ ସହିତ ସେମାନେ ମିଶି ପାରିଲେ ନାହିଁ, ଯିଏ ଯାହା ଅଫିସ୍ ଯିଏ ଯାହା କାମରେ ଲାଗି ରହିଲେ। ଏତଦ୍ ବ୍ୟତୀତ ସ୍ୱତନ୍ତ୍ର ସମ୍ପ୍ରଦାୟ ଗଠନ ପୂର୍ବକ ଜନସାଧାରଣ ନିମ୍ନ ଦୃଷ୍ଟି ଦେଖିଲେ। ଏହାପରେ ଅନେକ ଶିକ୍ଷାନୀତି ପଦ୍ଧତି ଦେଖିବାକୁ ମିଳିଲା ଯାହାର ନାମ ହେଉଛି ଓଟ୍ସ ଡେସ୍ପାଚ୍ ହେଲା। ଏହା ଲକ୍ଷ୍ୟ ଥିଲା ଯେ ବିଭିନ୍ନ ଶ୍ରେଣୀର ବିଦ୍ୟାଳୟ ପ୍ରତିଷ୍ଠା କରିବା, ପ୍ରତିଭାବାନ ଛାତ୍ରଙ୍କୁ ବୃତ୍ତି ପ୍ରଦାନ କରିବା, ଯାହାଫଳରେ କି ଆମର 1854ରେ ଶିକ୍ଷା କ୍ଷେତ୍ରରେ ବହୁତ ଗୋଟେ ଅଗ୍ରଗତି ଦେଖାଦେଇଥିଲା। ତ ସ୍କୁଲ ଶିକ୍ଷା ବ୍ୟବସ୍ଥା ଯଦି ଆମେ ଦେଖିବା, ଓଟ୍ସ ଡେସ୍ପାଚ୍ଙ୍କ ନୀତି ଆଧାରିତ ସ୍କୁଲଗୁଡ଼ିକ ହେଉଛି ଅନୁଗୁଳ ଓ ବାଙ୍କିରେ 8ଟି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ପୁରୁଣାଗଡ଼ ଯେମିତି ଆମର ଆସିଲା 1853ରେ ଗୋଟେ ହେଇଥିଲା ପିଲାମାନେ, ଆମର ପୋକତୁଙ୍ଗାରେ 1853ରେ ଆମର ଯେଉଁ ଓଟ୍ସ ଡେସ୍ପାଚ୍ ନୀତି ଆଧାରିତ ସ୍କୁଲଗୁଡ଼ିକ ଅନୁଗୁଳ ବାଙ୍କିରେ 8ଟି ହେଇଥିଲା। ମାନେ ସେଇ ଅନୁଗୁଳ ବାଙ୍କି ସେଇ ଜାଗା କହୁଛି ପୁରୁଣାଗଡ଼, ପୋକତୁଙ୍ଗା, କାଙ୍ଗୁଲା, ତଳମୂଳ, ବଳରାମ ପ୍ରସାଦ, ଯୋଡ଼ା, ବାଙ୍କି ଚର୍ଚ୍ଚିକା, ସୁବର୍ଣ୍ଣପୁର, ଏଭଳି ଭାବରେ ଆମର କ'ଣ 8ଟି ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ତ ଖୋର୍ଦ୍ଧାରେ କ'ଣ ହେଇଥିଲା ନା, ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠିତ ସ୍କୁଲ ବାଣପୁରରେ ଗୋଟେ ହେଇଥିଲା, ଟାଙ୍ଗୀ, ବେଗୁନିଆ, ଜାଣା, ମୁଣ୍ଡ ମୁହାଣ୍ଡ ଏମିତି ଭାବରେ ଆମର ହୋଇଥିଲା। ତ 1858-59 ମସିହା ମଧ୍ୟରେ ଓଡ଼ିଶାରେ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲ ସଂଖ୍ୟା 30ଟା ଥିଲା। 1858 ଆଉ 29 ମଧ୍ୟରେ ଯଦି ଆମେ ଦେଖିବା ଓଡ଼ିଶାରେ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲ ସଂଖ୍ୟା ଥିଲା ନା ମାତ୍ର 30ଟା ଥିଲା ହେଲା। କଟକ ଜିଲ୍ଲାରେ 10ଟି ଥିଲା ଭର୍ଣ୍ଣାକୁଲାର ସ୍କୁଲ, ପୁରୀରେ 6ଟି ଆଉ ବାଲେଶ୍ୱରରେ 2ଟି ଭର୍ଣ୍ଣାକୁଲାର ସ୍କୁଲ। ସାହାଯ୍ୟପ୍ରାପ୍ତ ସ୍କୁଲ କ'ଣ ଥିଲା ନା ଭଦ୍ରକ ଭର୍ଣ୍ଣାକୁଲାର ସ୍କୁଲ ଯଥା କଟକ ଜିଲ୍ଲାର ଡମ୍ପଡ଼ା, ଯାଜପୁର, କଟକ ଟାଉନ, ପିପିଲି, ଅଣ୍ଟିଆ, ବାଲେଶ୍ୱରର ସୁନହଟ ଆଉ ମୁବାରକପୁର, ଏଭଳି ଭାବରେ ଆମର ସବୁ କ'ଣ ନା ସାହାଯ୍ୟପ୍ରାପ୍ତ ସ୍କୁଲ ଗୁଡ଼ିକ ସବୁ ଥିଲା। 1835ରୁ 71 ମସିହା ମଧ୍ୟରେ ଅର୍ଥାତ୍ 35 ବର୍ଷ ଭିତରେ ଶିକ୍ଷାର ଯେଉଁ ଅଗ୍ରଗତି ହେଉଥିଲା ତାହା ନିମ୍ନ ସାରଣୀ ଦେଖିବା। ଦେଖ ପିଲାମାନେ, ଆମର ଇଂରାଜୀ ସ୍କୁଲ ଏଇଟା ହେଉଛି ଭର୍ଣ୍ଣାକୁଲାର ସ୍କୁଲ ହେଲା, ଏଇଟା ହେଉଛି ସର୍ବମୋଟ ଛାତ୍ର ସଂଖ୍ୟା ଦେଇଛି। 1848-49 ଶେଷ ସୁଦ୍ଧା ଆମର ଇଂଲିଶ ସ୍କୁଲ ଥିଲା ଗୋଟେ, ଭର୍ଣ୍ଣାକୁଲାର ସ୍କୁଲ ଥିଲା 8ଟି, ଟୋଟାଲ 9ଟି ସ୍କୁଲ ଥିଲା ଏବଂ 279 ପାଖାପାଖି 280 ପିଲା ପଢ଼ୁଥିଲେ। ତ 1858ରୁ 1859 ଏଇ 1 ବର୍ଷ ମଧ୍ୟରେ, ତ ଏଠି ସବୁ 10 ବର୍ଷ ପିଲାମାନେ ଦେଖ ଗ୍ୟାପ୍ ସବୁ ଥିବ, ମାନେ ଏ ପରଠୁ ଟିକେ ଚେଞ୍ଜେସ୍ ଆସିଛି ହେଲା। ହଉ, ତ 1835 ଆଉ 1831 ପାଖାପାଖି ଯେଉଁ 35 ବର୍ଷ ଦେଇଛି। ତ 1858ରୁ 1859 ଶେଷ ସୁଦ୍ଧା କେବେ ନା ଆମର 4ଟି ଇଂଲିଶ ସ୍କୁଲ ଥିଲା ଏବଂ 25ଟି ଭର୍ଣ୍ଣାକୁଲାର, ଟୋଟାଲ 29ଟି ଆମର ଥିଲା ଏବଂ 1000 ପିଲା ପାଖାପାଖି 1050 ପିଲା ପାଖାପାଖି ଯଦି ହେବେ 1046 ତ 1050 ପିଲା ପାଖାପାଖି ପଢ଼ୁଥିଲେ। 1868ରୁ 1869 ଏଇ ମଧ୍ୟରେ 11ଟି ଇଂରାଜୀ ସ୍କୁଲ ଥିଲା ଏବଂ 52ଟି ଭର୍ଣ୍ଣାକୁଲାର ସ୍କୁଲ, ଟୋଟାଲ 63ଟି ସ୍କୁଲ ଥିଲା ଏବଂ 4043 ପିଲା ପାଠ ପଢ଼ୁଥିଲେ। 1869ରୁ 70 ସୁଦ୍ଧା 14ଟି ଇଂରାଜୀ ସ୍କୁଲ, 82ଟି ଭର୍ଣ୍ଣାକୁଲାର ସ୍କୁଲ, ଟୋଟାଲ 96ଟି ଆଉ ପିଲା ପଢ଼ୁଥିଲେ 5095। 1870ରୁ 71 ଶେଷ ସୁଦ୍ଧା ଆମର 17ଟି ଇଂରାଜୀ ସ୍କୁଲ, 113ଟି ଭର୍ଣ୍ଣାକୁଲାର ସ୍କୁଲ, ଟୋଟାଲ 130ଟି ସ୍କୁଲ ଥିଲେ ଏବଂ 5790 ପିଲା ନିଜର ପାଠ ପଢ଼ୁଥିଲେ। ତ
ପିଲାମାନେ ଆଜି ପାଇଁ କ୍ଲାସ୍ଟିକୁ ଏଇଠି ରଖିବା। ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖିବା ପାଠ୍ୟପୁସ୍ତକ ଏବଂ ପତ୍ରପତ୍ରିକା କିପରି ପ୍ରକାଶନ କରାଗଲା, ତ ସେ ବିଷୟରେ ଆମେ ଆଲୋଚନା କରିବା। ରହିଲି, ଜୟ ଜଗନ୍ନାଥ।